ପ୍ରଥମତଃ ଦେଖନ୍ତୁ ମୟୂରଭଞ୍ଜର ବିପୁଳ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର ବିଜୟ ହୋଇଛି, ଯେଉଁଟାକି 100% ଏଠି ସଫଳତା ମିଳିଛି ଭାରତୀୟ ଜନତା ପାର୍ଟି। ପ୍ରଥମତଃ ଭୋଟର୍ସ ଭାଇ ଭଉଣୀମାନଙ୍କୁ ମୁଁ ଧନ୍ୟବାଦ ଦେବି। ଦ୍ୱିତୀୟରେ ଆମର ଯେଉଁମାନେ ନିଃସ୍ୱାର୍ଥ ଭାବରେ ପାର୍ଟିର ଯେଉଁମାନେ କାର୍ଯ୍ୟକର୍ତ୍ତା ଯେଉଁମାନେ ଲାଗିଥିଲେ ବିନା ତାଙ୍କର ମାନେ ବିନା ଅର୍ଥ ସହଯୋଗରେ ସେମାନେ ଯେଉଁ ପ୍ରକାର ଭାବରେ ହାଟିଲି ଲାଗିଥିଲେ ସେମାନଙ୍କୁ ଅନେକ ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ଏଇଟା ଆଜି ସଫଳତାର ଗୋଟିଏ ଜିନିଷ। 25 ବର୍ଷ ଲୋକ ସରକାରକୁ ଦେଖିଲେ, ଭରସା ଏବଂ ବିଶ୍ୱାସ କରିଥିଲେ, କିନ୍ତୁ ଯେଉଁ ପ୍ରକାର ଭାବରେ ତାଙ୍କୁ ସହଯୋଗ କରିଥିଲେ ସେ ପ୍ରକାର ସହଯୋଗ ଆର ମାନେ ଓଡ଼ିଶାରେ ବିକାଶ ଉନ୍ନତି କିଛି ସେମିତି ଦେଖାଗଲା ନାହିଁ। ତେଣୁ ଆଜି ପୁରା ପରିବର୍ତ୍ତନର ସ୍ୱର ଆସିଲା। ପରିବର୍ତ୍ତନର ସ୍ୱର ହିଁ ଆଜି ପରିବର୍ତ୍ତନ କରିଛି ଓଡ଼ିଶା ସରକାରକୁ। ଏଠି ପୁରାପୁରି ସରକାରକୁ ଚେଞ୍ଜ ହେଲା ଯେ ଏଥର 5 ବର୍ଷ ପାଇଁ ଭରସା କରିଛନ୍ତି। ମାନଙ୍କର ପାଇଁ MSP କଥା କହିଲେ, ଏଠି ଯୁବମାନଙ୍କର ପାଇଁ ସବୁ ପ୍ରକାରର ଏଠି ଭତ୍ତା, ଗରିବ ଲୋକ ଯେଉଁଗୁଡ଼ା ବାର୍ଦ୍ଧକ୍ୟ ସେଟାକୁ ବଢ଼େଇଲେ, ସମସ୍ତଙ୍କର ପାଇଁ କେମିତି ପିଇବା ପାଣି, ଘର କେମିତି ହେବ, ଏସବୁ ଜିନିଷକୁ ଆଧାର କରିକି ଲୋକ ଆଜି ନିଶ୍ଚିତ ରୂପରେ ଆଗାମୀ ଦିନରେ ଯଦି ଡବଲ ଇଞ୍ଜିନ୍ ସରକାର ହୁଏ ଏ ବେନିଫିଟ୍ ଆମକୁ ମିଳିବ। ସେଇ ଆଶାରେ ଆଜି ପୁରା ଓଡ଼ିଶାର ମୋଦିଜୀଙ୍କର ଗ୍ୟାରେଣ୍ଟି ହିଁ କାମ କଲା, ଆଉ କୌଣସି ଚ୍ୟାଲେଞ୍ଜ ଏଠି କାମ କଲା ନାହିଁ। ତେଣୁ ଆଜି ଆମେ ସଫଳତା ପାଇଛୁ। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସୁଶାସନ ଦେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମୟୂରଭଞ୍ଜର ଦେଖନ୍ତୁ ଆମେ ପ୍ରାଥମିକତା ଯେଉଁ ସବୁ ଜିନିଷ ଅଛି ସେଥିରେ ତ ମୁଁ ନିଶ୍ଚିତ ରୂପରେ 100 ଦିନ ଭିତରେ ଆପଣଙ୍କର ସରକାର ହେଲାର 100 ଦିନ ଭିତରେ ଆପଣ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଆପଣ ଦେଖିପାରିବେ। ଏଇଟା ମୁଁ ଆପଣଙ୍କୁ କହି ରଖୁଛି।